ଚିନ୍ତା କରନ୍ତୁ ତ ଗୋटे ଜାଗା ଯେଉଁଠି ଗୋटे ପଟେ ଅଛି ବହୁତ ପୁରୁଣା ମନ୍ଦିର ଆଉ ଠିକ୍ ତା ପାଖ ଦେଇ ଯାଉଛି ଏକଦମ ନୂଆ ରେଲ୍ ଲାଇନ୍, କିମ୍ବା ଯେଉଁଠି ଦୁନିଆର ସବୁଠୁ ବଡ଼ କୁମ୍ଭୀର ରହୁଛନ୍ତି ଆଉ ସେଇଠି ପୁଣି ଶିଳ୍ପ ବିକାଶ ବି ହେଉଛି। କେମିତି ଲାଗୁଛି? ଏଇଟା ହିଁ ତ କେନ୍ଦ୍ରାପଡ଼ାର କାହାଣୀ। ଏମିତି ଏକ କାହାଣୀ ଯେଉଁଠି ପରସ୍ପର ବିପରୀତ ଜିନିଷ ଆଉ ପରିବର୍ତ୍ତନ ଏକାଠି ମିଶି ଯାଇଛନ୍ତି। ତେବେ ଚାଲନ୍ତୁ ଆଜି ଏହାରି ଭିତରକୁ ଯିବା। ତେବେ ଗୋଟେ କଥା ଭାବନ୍ତୁ ତ, ବଡ଼ ବଡ଼ କୁମ୍ଭୀର, ଗୋଟେ ପବିତ୍ର ମିଠା ଆଉ ଗୋଟେ ନୂଆ ନୂଆ ରେଲ୍ ଲାଇନ୍, ଏ ତିନିଟା ଭିତରେ କ'ଣ ସମ୍ପର୍କ ଥାଇପାରେ? ଶୁଣିବାକୁ ଟିକେ ଅଜବ ଲାଗୁଥିଲା, କିନ୍ତୁ ମଜାର କଥା ହେଲା ଏସବୁ ଗୋଟିଏ କାହାଣୀର ଅଂଶ। ଆଉ ସେଇ କାହାଣୀ ହେଉଛି କେନ୍ଦ୍ରାପଡ଼ାର। ଚାଲନ୍ତୁ ଏ ରହସ୍ୟକୁ ଆହୁରି ଭଲ ଭାବରେ ବୁଝିବା। ଆଚ୍ଛା, କୌଣସି ବି ଜାଗାକୁ ଭଲରେ ଜାଣିବାକୁ ହେଲେ ଆମକୁ ତାର ମୂଳ କଥାଟା ଜାଣିବାକୁ ପଡ଼ିବ, ଠିକ୍ କିନା? ତେବେ ଚାଲନ୍ତୁ କେନ୍ଦ୍ରାପଡ଼ାର ସେଇ ମୂଳଦୁଆକୁ ହିଁ ଦେଖିବା। ଏଠି ଦୁଇଟା ଜିନିଷ ବହୁତ ଜରୁରୀ। ଗୋଟେ ହେଲା ଏହାର ପୁରାଣ କାହାଣୀ ଆଉ ଆଧ୍ୟାତ୍ମିକତା, ଆଉ ଆରପଟେ ହେଲା ଏଟାକର ପ୍ରକୃତିର ରୂପ ଆଉ ତାର ଆହ୍ୱାନ। ଜାଣିଛନ୍ତି, କେନ୍ଦ୍ରାପଡ଼ାର ନାଁ ପଛରେ ଗୋଟେ ବହୁତ ପୁରୁଣା ପୌରାଣିକ କାହାଣୀ ଅଛି। ଏହାକୁ ତୁଳସୀ କ୍ଷେତ୍ର ବୋଲି ବି କୁହନ୍ତି, କାହିଁକି ନା ଏମିତି ବିଶ୍ୱାସ ଅଛି ଯେ ଠିକ୍ ଏଇଠି ଭଗବାନ ବଳଦେବଜୁ କନ୍ଦରାସୁର ନାଁରେ ଜଣେ ରାକ୍ଷସକୁ ମାରିଥିଲେ, ଆଉ ସେଇଥିପାଇଁ ତ ବୈଷ୍ଣବ ଧର୍ମରେ ଏ ଜାଗାର ମହତ୍ତ୍ୱ ବହୁତ ବେଶୀ। ତେବେ ଏତେ ବଡ଼ ଆଧ୍ୟାତ୍ମିକ ମହତ୍ତ୍ୱ ଥିବା ଜାଗାର ପ୍ରଶାସନ ବି ତ ସେମିତି ବଡ଼ ହେବ। ଦେଖନ୍ତୁ, ମାତ୍ର ଗୋଟିଏ ସବ୍‌ଡିଭିଜନରୁ ଆରମ୍ଭ ହୋଇ ଏହାର ଶାସନ ପାଖାପାଖି 250ଟି ଗ୍ରାମ ପଞ୍ଚାୟତ ଯାଏଁ ଲମ୍ବିଛି। ମାନେ ବହୁତ ବଡ଼ ଅଞ୍ଚଳ, ଆଉ ଲୋକଙ୍କୁ ଏହା ସମ୍ଭାଳେ। ଆଉ ଏଠିକାର ଜଳବାୟୁର କଥା ତ ପୁରା ଅଲଗା। ଏଠି ଦୁଇଟି ଚରମ ପରିସ୍ଥିତି ଦେଖିବାକୁ ମିଳେ। ଗୋଟେ ପଟେ ମୌସୁମୀ ଆସିଲେ ଏତେ ବର୍ଷା ହୁଏ ଯେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ଆଉ ଆରପଟେ ଶୀତଦିନ ଆସିଲେ ପାଗ ପୁରା ଶୁଖିଲା। ତେଣୁ ଏଠାକାର ଲୋକଙ୍କ ଜୀବନଶୈଳୀ ଏଇ ଦୁଇଟି ଚରମ ପରିସ୍ଥିତି ସହ ହିଁ ବନ୍ଧା। ଠିକ୍ ଅଛି, ତେବେ ଏବେ ଆସନ୍ତୁ ସିଧା କେନ୍ଦ୍ରାପଡ଼ାର ହୃଦୟ ଭିତରକୁ ଯିବା। ଏ ଜାଗାଟା ମୁଖ୍ୟତଃ ଦୁଇଟା ଜିନିଷ ପରେ ଠିଆ ହୋଇଛି। ଗୋଟେ ହେଲା ଏଠାକାର ଅଦ୍ଭୁତ ପ୍ରକୃତି, ଆଉ ଆରଟା ହେଲା ଏଠାକାର ଲୋକଙ୍କ ମୁଖ୍ୟ ଜୀବିକା ମାନେ କୃଷି। ଚାଲନ୍ତୁ ଦେଖିବା ଏ ଦୁଇଟା କେମିତି ପରସ୍ପର ସହ ଯୋଡ଼ି ହୋଇ ରହିଛନ୍ତି। ଯେତେବେଳେ ଆମେ କେନ୍ଦ୍ରାପଡ଼ାର ପ୍ରକୃତି କଥା କହିବା, ସବା ଆଗ ମନକୁ ଆସେ ଭିତରକନିକା। ଏଇଟା ଖାଲି ଗୋଟେ ଜାତୀୟ ଉଦ୍ୟାନ ନୁହେଁ, ମନେ ରଖନ୍ତୁ, ସୁନ୍ଦରବନ ପରେ ଏଇଟା ହେଉଛି ଭାରତର ଦ୍ୱିତୀୟ ସବୁଠୁ ବଡ଼ ହେନ୍ତାଳ ବଣ। ଗୋଟେ ପ୍ରକୃତ ପ୍ରାକୃତିକ ସମ୍ପଦ, ଆଉ ଆମ ପାଇଁ ଗର୍ବର ବିଷୟ। ଆଉ ଏହାର ଆକାର କେତେ ଜାଣିଛନ୍ତି? 672 ବର୍ଗ କିଲୋମିଟର। ଆପଣଙ୍କୁ ସହଜରେ ବୁଝାଇବା ପାଇଁ କହିଲେ ଏହା ଭୁବନେଶ୍ୱର ସହରଠାରୁ ପ୍ରାୟ 4 ଗୁଣ ବଡ଼। ଭାବିପାରୁଛନ୍ତି କେତେ ବିଶାଳ ଅଞ୍ଚଳରେ ଏହି ଅଦ୍ଭୁତ ହେନ୍ତାଳ ବଣ ବ୍ୟାପିଛି? ଏହି ବିଶାଳ ଜଙ୍ଗଲ ଭିତରେ ରହୁଛନ୍ତି 1671ଟି ବଉଳା କୁମ୍ଭୀର। ଏଇଟା ଖାଲି ଗୋଟେ ନମ୍ବର ନୁହେଁ, ଏହା ହେଉଛି ଦୁନିଆର ସବୁଠୁ ବଡ଼ ସଂରକ୍ଷିତ ସ୍ଥାନ ଯେଉଁଠି ଏହି ବିଲୁପ୍ତପ୍ରାୟ କୁମ୍ଭୀରମାନେ ସୁରକ୍ଷିତ ଅଛନ୍ତି। ସତରେ ପୁରା ଦୁନିଆ ପାଇଁ ଏ ଜାଗାଟା ବହୁତ ମୂଲ୍ୟବାନ। ଖାଲି କୁମ୍ଭୀର କାହିଁକି, ଏଠି ପକ୍ଷୀମାନଙ୍କର ବି ମେଳା। 215ରୁ ଅଧିକ ପ୍ରକାରର ପକ୍ଷୀ ଏଠି ଦେଖିବାକୁ ମିଳନ୍ତି। ଏଥିରୁ ହିଁ ଜଣାପଡ଼ୁଛି ଯେ ଏଠାକାର ଜୈବ ବିବିଧତା କେତେ ସମୃଦ୍ଧ। ଯେଉଁମାନେ ପ୍ରକୃତିକୁ ଭଲ ପାଆନ୍ତି ତାଙ୍କ ପାଇଁ ତ ଏଇଟା ଗୋଟେ ସ୍ୱର୍ଗ ଭଳି। କିନ୍ତୁ ସବୁଠୁ ଜରୁରୀ କଥା ହେଲା, ଏହି ହେନ୍ତାଳ ବଣ କେବଳ ଦେଖିବା ପାଇଁ ବା ବୁଲିବା ପାଇଁ ନୁହେଁ। ଏହା ହେଉଛି ଗୋଟେ ପ୍ରାକୃତିକ ଢାଳ, ଗୋଟେ ସୁରକ୍ଷା କବଚ। ଯେତେବେଳେ ବାତ୍ୟା ଆସେ ସେତେବେଳେ ଏହି ଜଙ୍ଗଲ ହିଁ ଉପକୂଳରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ବଞ୍ଚାଏ। ପ୍ରକୃତି କଥା ତ ଜାଣିଲେ, ଏବେ ଆସନ୍ତୁ ଜିଲ୍ଲାର ଅର୍ଥନୀତି ମାନେ ଲୋକଙ୍କ ପେଟପାଟଣ କଥା ଦେଖିବା। ଏଠି ଚାଷବାସ ହିଁ ମୁଖ୍ୟ, ଆଉ କେଉଁଠି କ'ଣ ଫସଲ ହେବ ତାହା ପୂରାପୂରି ନିର୍ଭର କରେ ଜମି ଉପରେ। ମୋଟାମୋଟି ଭାବେ ଜମିକୁ 3 ଭାଗରେ ବଣ୍ଟା ଯାଇଛି, ଉଚ୍ଚ, ମଧ୍ୟମ ଆଉ ନିଚ ଜମି। କିନ୍ତୁ ଶୁଣିବାକୁ ଯେତିକି ସହଜ ଲାଗୁଛି, ଏଠି ଚାଷ କରିବା ସେତିକି ସହଜ ନୁହେଁ। ଏଠାକାର ଚାଷୀମାନଙ୍କୁ ବହୁତ କିଛି ସହିବାକୁ ପଡ଼େ। କେତେବେଳେ ବନ୍ୟା ତ କେତେବେଳେ ମରୁଡ଼ି, କେଉଁଠି ଲୁଣା ପାଣି ମାଡ଼ିଯାଏ ତ ଆଉ କେଉଁଠି ପାଣି ଜମି ରହେ। ସତ କହିବାକୁ ଗଲେ ପ୍ରତିବର୍ଷ ପ୍ରକୃତି ସହ ତାଙ୍କର ଗୋଟେ ଲଢ଼ାଇ ଚାଲିଥାଏ। ହେଲେ ଏତେ ସବୁ ଚ୍ୟାଲେଞ୍ଜ ଭିତରେ ଏବେ ଏମିତି ଏକ ବଡ଼ ପରିବର୍ତ୍ତନ ଆସିଛି ଯାହା ପୁରା ଚିତ୍ରକୁ ବଦଳାଇ ଦେଉଛି, ଆଉ ସେହି ପରିବର୍ତ୍ତନର ନାଁ ହେଉଛି ରେଳପଥ। ଏହା ସତରେ ଏହି ଐତିହାସିକ ଜାଗା ପାଇଁ ଗୋଟେ ନୂଆ ଜୀବନରେଖା ଭଳି। ଏହାର ପ୍ରଭାବ କ'ଣ ତାହା ଆମେ ସିଧାସଳଖ ଦେଖିପାରିବା। ପୂର୍ବରୁ ଯେଉଁଠି ରେଳ ନେଟୱାର୍କ ନଥିଲା, ଯିବା ଆସିବା ପାଇଁ ବହୁତ ସମସ୍ୟା ଥିଲା, ଏବେ ସେସବୁ ବଦଳି ଯାଇଛି। 82 କିଲୋମିଟରର ହରିଦାସପୁର ପାରାଦୀପ ଲାଇନ୍ ସତରେ ଗୋଟେ ବିପ୍ଳବ ଆଣିଛି। ଏବେ ମାଲ ପରିବହନର ଖର୍ଚ୍ଚ ବି କମିଛି, ଆଉ ହଜାର ହଜାର ଲୋକଙ୍କ ପାଇଁ ପ୍ରତିଦିନ ଯିବା ଆସିବା କରିବା ବି ବହୁତ ସହଜ ହୋଇଯାଇଛି। ଏହାର ଫାଇଦା ସିଧାସଳଖ ଦେଖିବାକୁ ମିଳୁଛି। ମାଲ ପରିବହନ ଏବେ ବହୁତ ଶୀଘ୍ର ଆଉ ଭଲରେ ହେଉଛି। ଦେଖନ୍ତୁ, ଗୋଟେ ମାଲଗାଡ଼ି ଜିନିଷ ଖାଲି କରି ଫେରିବା ପାଇଁ ଯେତିକି ସମୟ ଲାଗୁଥିଲା, ସେଥିରେ 25ରୁ 30% କମ୍ ସମୟ ଲାଗୁଛି।
ଏଇଟା ବ୍ୟବସାୟ ପାଇଁ ଗୋଟେ ବହୁତ ବଡ଼ କଥା। ତେବେ ଏହି ନୂଆ ରେଳ ଲାଇନ୍ କେବଳ ଜିନିଷପତ୍ର ନୁହେଁ, ବରଂ କେନ୍ଦ୍ରାପଡ଼ାର ଅତୀତକୁ ଭବିଷ୍ୟତ ସହିତ ବି ଯୋଡୁଛି। କେମିତି ନା ଏଠାକାର ପରମ୍ପରା ଆଉ ଐତିହ୍ୟକୁ ଏକ ନୂଆ ଆଧୁନିକ ରୂପ ଦେଇ। ଚାଲନ୍ତୁ ଦେଖିବା ଏହା କିପରି ସମ୍ଭବ ହେଉଛି। ଏହାକୁ ବୁଝିବା ପାଇଁ ଆଗ ଆମକୁ ଜିଆଇ ଟ୍ୟାଗ୍ ବିଷୟରେ ଟିକେ ଜାଣିବାକୁ ପଡ଼ିବ। ଏଇଟା କ'ଣ? ସିଧା କଥାରେ କହିଲେ ଏଇଟା ହେଉଛି ଗୋଟେ ସରକାରୀ ମୋହର, ଯାହା ପ୍ରମାଣ କରେ ଯେ ଗୋଟେ ଜିନିଷ କୌଣସି ଏକ ନିର୍ଦ୍ଦିଷ୍ଟ ଜାଗାର ମୌଳିକ ଉତ୍ପାଦ ଆଉ ତାର ଗୁଣବତ୍ତା ବହୁତ ଭଲ। ଆଉ ଏହାର ସବୁଠୁ ବଢ଼ିଆ ଉଦାହରଣ ହେଉଛି କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀ। ବାଃ, 260 ବର୍ଷ ପୁରୁଣା ଏହି ମିଠାକୁ ଏବେ ସେହି ଜିଆଇ ଟ୍ୟାଗ୍ ମିଳିଛି। ଛେନା ପିଠାକୁ ଛାଣି ମିଠା କ୍ଷୀରରେ ବୁଡ଼ାଇ ତିଆରି ହେଉଥିବା ଏହି ମିଠା ଏବେ କେବଳ କେନ୍ଦ୍ରାପଡ଼ାର ନୁହେଁ, ପୂରା ଦୁନିଆରେ ନିଜର ପରିଚୟ ପାଇଛି। କେବଳ ରସାବଳୀ ନୁହେଁ, ଆଉ ଗୋଟେ ଜିନିଷ ବି ଅଛି, ତାହା ହେଲା ସୁନେଲି ଘାସ ବା କାଇଁଚିରେ ତିଆରି ଜିନିଷ। ଏହା ପରିବେଶ ପାଇଁ ତ ଭଲ, କିନ୍ତୁ ସବୁଠୁ ବଡ଼ କଥା ହେଲା ଏହା ସହିତ 3000ରୁ ଅଧିକ ମହିଳା ଯୋଡ଼ି ହୋଇ ନିଜ ଗୋଡ଼ରେ ଠିଆ ହୋଇଛନ୍ତି। ଖୁବ୍ ଶୀଘ୍ର ଏହାକୁ ବି ଜିଆଇ ଟ୍ୟାଗ୍ ମିଳିବାର ଆଶା ରହିଛି। ତେବେ ଏତେ ସବୁ କଥା ପରେ ପ୍ରଶ୍ନ ଉଠୁଛି, କେନ୍ଦ୍ରାପଡ଼ାର ଭବିଷ୍ୟତ କ'ଣ? ଆଗକୁ କ'ଣ ହେବ? ଚାଲନ୍ତୁ ନଜର ପକାଇବା ସେହି ବଡ଼ ବଡ଼ ଯୋଜନା ଉପରେ, ଯାହାକି ଏହି ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା କରିବା ପାଇଁ ତିଆରି କରାଯାଉଛି। ଭବିଷ୍ୟତର ଯୋଜନାଗୁଡ଼ିକ ବହୁତ ଆକର୍ଷଣୀୟ। ପୁରୁଣା ବଳଦେବଜୀଉ ମନ୍ଦିରର ସୁନ୍ଦରୀକରଣ ହେବ, ଗୋଟେ ନୂଆ ମେଡିକାଲ କଲେଜ ତିଆରି ହେବ, ପରିବେଶକୁ ବଞ୍ଚିବା ପାଇଁ ହେନ୍ତାଳ ବଣକୁ ଆହୁରି ବଢ଼ାଯିବ, ଆଉ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଲକ୍ଷପତି ଦିଦି ଭଳି ଯୋଜନା ବି ଆସିଛି। ଏସବୁ କାମ ଜିଲ୍ଲାର 14 ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ବଦଳାଇବା ପାଇଁ ଉଦ୍ଦିଷ୍ଟ। ତେବେ ଶେଷରେ ଆମେ ପୁଣି ସେଠିକି ଫେରିଆସୁଛେ ଯେଉଁଠୁ ଆରମ୍ଭ କରିଥିଲେ। ଗୋଟେପଟେ ପବିତ୍ର ପରମ୍ପରା, ପ୍ରକୃତି ଆଉ ଆରପଟେ ଆଧୁନିକ ବିକାଶ। ପ୍ରଶ୍ନ ହେଉଛି, କ'ଣ କେନ୍ଦ୍ରାପଡ଼ା ଏହି ଦୁଇଟି ଭିତରେ ଗୋଟେ ସନ୍ତୁଳନ ରଖିପାରିବା? ଏହାର ଉତ୍ତର ତ ଆଗକୁ ସମୟ ହିଁ କହିବ, କିନ୍ତୁ ଏତିକି ନିଶ୍ଚିତ ଯେ କେନ୍ଦ୍ରାପଡ଼ାର ଏହି ଯାତ୍ରାକୁ ଦେଖିବା ବହୁତ ମଜାଦାର ହେବ।